ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ତରଫରୁ ଆପଣମାନଙ୍କର ଭ୍ୟାକେନ୍ସିଟା ଆସିଛି, ଯାହାକି ଆପଣଙ୍କର ଆଡ଼ଭାର୍ଟାଇଜମେଣ୍ଟ ନମ୍ବର 24 ଆପଣଙ୍କର 2023-24 ପାଇଁ ବାହାରିଛି। ଏହି ଭ୍ୟାକେନ୍ସିଟା ଆପଣଙ୍କର ଭେଲେଣ୍ଟିନାରୀ ଆସିଷ୍ଟାଣ୍ଟ ସର୍ଜନ ଏବଂ ଭେଲେଣ୍ଟିନାରୀ ଆଡିସନାଲ୍ ଆସିଷ୍ଟାଣ୍ଟ ସର୍ଜନ ଗ୍ରୁପ୍ ଏ ପୋଷ୍ଟଟା ବାହାରିଛି, ଯାହାକି ଜୁନିୟର ବ୍ରାଞ୍ଚ 2 ପାଇଁ। ଆପଣଙ୍କର ଏହି ଭ୍ୟାକେନ୍ସିଟା ଓଡ଼ିଶା ଭେଲେଣ୍ଟାରୀ ସର୍ଭିସ୍ ଅଣ୍ଡର ଫିସେରୀ ଏବଂ ଆନିମାଲ ରିସର୍ଚ୍ଚ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ରହିଛି। ଏହି ପୋଷ୍ଟଟା ଆପଣମାନେ OPSC ୱେବସାଇଟ୍ରେ ଯାଇ ଆବେଦନ କରିପାରିବେ ଏବଂ ଆପଣ ଏହାର ରେଜିଷ୍ଟ୍ରେସନ୍ ଆପଣଙ୍କର 25/1/2024ରୁ 24/2/2024 ମଧ୍ୟରେ ଆପଣମାନେ କରିପାରିବେ ବା ଆପଣଙ୍କର ଆଭେଲେବୁଲ୍ 25/1/2024ରେ ହେଇଯିବ। ଲାଷ୍ଟ ଡେଟ୍ ରହିଛି 26/2/2024 ପର୍ଯ୍ୟନ୍ତ ଆପଣମାନେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଟୋଟାଲ୍ ଆପଣଙ୍କର 539ଟି ଭ୍ୟାକେନ୍ସି ବାହାରିଛି ଏହି ପୋଷ୍ଟରେ ଏବଂ ଏଇଟା ଯେଉଁ ପୋଷ୍ଟ ରହିଛି ଭେଲେଣ୍ଟିନାରୀ ଆସିଷ୍ଟାଣ୍ଟ ସର୍ଜନ ଆଣ୍ଡ ଆସିଷ୍ଟାଣ୍ଟ ଭେଲେଣ୍ଟିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ ଆପଣଙ୍କ ଗ୍ରୁପ୍ ଏ ପୋଷ୍ଟଟା ରହିଛି ଏବଂ ଆପଣଙ୍କ ସାଲେରୀ 56,100 ରୁପିଜ୍ ରହିଛି ଏବଂ ଯେଉଁ ଭ୍ୟାକେନ୍ସିଟା ରହିଛି ଆପଣମାନଙ୍କର କ୍ୟାଟେଗୋରୀ ଅନରିଜର୍ଭ ପାଇଁ 56ଟି, SC/BC ପାଇଁ 94ଟି, SC ପାଇଁ 161ଟି, ST ପାଇଁ 228ଟି ରହିଛି। ଟୋଟାଲ୍ ଆପଣଙ୍କର 539ଟି ଭ୍ୟାକେନ୍ସି ରହିଛି। ସେ ମଧ୍ୟରୁ ଆପଣମାନଙ୍କର 177ଟି ଓମେନ୍ସ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ରହିଛି। ଯଦି ସ୍ପୋର୍ଟସ୍ ଆପଣମାନେ PWD କ୍ୟାଣ୍ଡିଡେଟ୍ ଯଦି ସ୍ପୋର୍ଟସ୍ ପର୍ସନ୍ ତାହେଲେ ମଧ୍ୟ ଏହି ପୋଷ୍ଟଟା ଆବେଦନ କରିପାରିବେ। ଆପଣମାନଙ୍କର ରିଜର୍ଭ ହେଇଛି 27ଟା ଭ୍ୟାକେନ୍ସି, ତ ଆପଣମାନେ ଏହି ପୋଷ୍ଟ ଆବେଦନ କରିପାରିବେ। ଏଜ୍ ଆପଣଙ୍କର 21ରୁ 38 ମଧ୍ୟରେ ଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ ଏବଂ ଆପଣଙ୍କ କ୍ୱାଲିଫିକେସନ୍ ରହିଛି ବ୍ୟାଚଲର ଇନ୍ ଡିଗ୍ରୀ ଭେଲେଣ୍ଟାରୀ ସାଇନ୍ସ ଆଣ୍ଡ ଆନିମାଲ ହଜବେଣ୍ଡ୍ରି। ଏଇଥିରେ ଆପଣ ଡିଗ୍ରୀ କରିଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ ଏବଂ ଆପଣଙ୍କର ଯେଉଁ VCI କେସ୍ ଅଣ୍ଡର ଡିଗ୍ରୀ ୟୁନିଭର୍ସିଟି ଏବଂ କୌଣସି ଫରେନ୍ କଣ୍ଟ୍ରିରୁ ମଧ୍ୟ କରିଥିଲେ ଏହି ପୋଷ୍ଟଟା ଆପଣମାନେ ଆବେଦନ କରିପାରିବେ ଏବଂ ଆପଣମାନଙ୍କ ପାଖରେ ଭ୍ୟାଲିଡ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଓଡ଼ିଶା ଭେଲେଣ୍ଟାରୀ ଫାର୍ମାସିଷ୍ଟ ପ୍ରାକ୍ଟିସନର୍ ପାଇଁ ଯେଉଁଟା ରହିବା ଦରକାର ଏଇ ଆପଣଙ୍କ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ଟା, ତାହେଲେ ମଧ୍ୟ ଏଇଟା ଆପଣ ଆବେଦନ କରିପାରିବେ ଏବଂ ଆପଣମାନଙ୍କର ଯେଉଁ ପ୍ଲେନ୍ ଅଫ୍ ଏକ୍ଜାମିନେସନ୍ ଯେଉଁ ସିଲେକ୍ସନ୍ ମେଥଡ଼ ମଧ୍ୟ ରହିଛି, ଡିଟେଲ୍ସ ଆପଣମାନଙ୍କର ଏଇଠି ରହିଛି ଏବଂ ଆପଣଙ୍କର ପ୍ଲେସ୍ ଅଫ୍ ଏକ୍ଜାମିନେସନ୍ କଟକ ଏବଂ ଭୁବନେଶ୍ୱର ରହିଛି ଏହି ପୋଷ୍ଟ ପାଇଁ ଏବଂ ଡିଟେଲ୍ସ ନୋଟିଫିକେସନ୍ ରହିଛି, ଆପଣମାନେ ଚେକ୍ଆଉଟ୍ କରନ୍ତୁ। ଯଦି କିଛି ଡାଉଟ୍ ରହିଯାଏ ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ମୁଁ ଆପଣମାନଙ୍କୁ ତାର ଡିଟେଲ୍ସ ନୋଟିଫିକେସନ୍ଟା ଦେଇଦେବି ଏବଂ ଡେସ୍କ୍ରିପସନ୍ ବକ୍ସରେ ଆପଣମାନେ ଏଇ ଡିଟେଲ୍ସଟା ଜାଣିପାରିବେ।